सुप्रभात दर्शक बंधु। आज हेउछि नवेम्बर मास 29 तारिख शनिवार। आज दिन जाकर गुरुत्वपूर्ण खबर उपरे आसंतु नजर पकेबा। वीडियो को शेष पर्यंत देखंतु। मात्र किछि समय मध्यरे संपूर्ण खबर जानि परिबे। पूर्वरु चैनल ले नुआ थिले चैनल को सब्सक्राइब करी पाखरे आसुथिबा बेल आइकन को ऑन करी रखंतु। प्रतिदिन नुआ लेटेस्ट न्यूज सर्वप्रथमे देखिबा पई संतु संपूर्ण खबर उपरे नजर पकेबा। में आधार कार्ड तैयारी और अपडेट पर बदलिला नियम। भारतीय विशिष्ट परिचय प्राधिकरण आधार संशोधन नियमावली 2025 अधीन एही परिवर्तन गुड़िक सूचित करुछि। एही परिवर्तन गुड़िकर लक्ष्य परिचय ठिकाना संपर्क एवं जन्म तारीखर प्रमाण आधार व्यवहृत डॉक्यूमेंट गुड़िक सरल एवं अधिक निर्भरयोग्य करबा। यूआईडीएआई अनेक सरकारी प्रमाणपत्र डिजिटल आईडी एवं सरकारी रेकर्ड अंतर्भुक्त करी विभिन्न वर्ग को विस्तार करिछि। डॉक्यूमेंट गुड़िकर अपडेट तालिका पिला वयस्क एवं वरिष्ठ नागरिक समेत समस्त वयस गोष्ठी ପାଇଁ लागू ହେବ। ଏହା 5 ରୁ 18 ବର୍ଷ ବୟସ୍କ ପିଲା ଏବଂ କିଶୋର ମାନେ ଯେକୌଣସି ଗ୍ରହଣୀୟ ପୋଲ୍ କିମ୍ବା ପିଓଏ ଡକୁମେଣ୍ଟ ଦାଖଲ କରିପାରିବେ। ଏହା ସହିତ ଏକ ଜନ୍ମ ପ୍ରମାଣପତ୍ର କିମ୍ବା ସ୍କୁଲ ଦ୍ୱାରା ଜାରି କରାଯାଇଥିବା ଜନ୍ମ ତାରିଖ ଡକୁମେଣ୍ଟ ଭାବରେ ଗ୍ରହଣୀୟ। ଭାରତୀୟ ବିଦେଶୀ ନାଗରିକ କାର୍ଡ ଧାରକ ଦୀର୍ଘକାଳୀନ ଭିସା ଧାରକ ଏବଂ ନେପାଳ ଭୁଟାନର ନାଗରିକ ଯେଉଁମାନେ ଗତ 12 ମାସରେ ଅତି କମରେ 182 ଦିନ ପାଇଁ ଭାରତରେ ରହିଛନ୍ତି ସେମାନଙ୍କୁ ପୃଥକ ଭାବରେ ଡକୁମେଣ୍ଟ ତାଲିକା ପ୍ରଦାନ କରିବାକୁ ପଡ଼ିବ। ଖବର ଦିବ୍ୟାଙ୍ଗଙ୍କ ପାଇଁ ନିଯୁକ୍ତ ହେବେ 1500 ସ୍ୱତନ୍ତ୍ର ଶିକ୍ଷକ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା। ବିଦ୍ୟାଳୟରେ ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷା ପାଇଁ 1500 ଜଣ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ଗୃହରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ମନ୍ତ୍ରୀ ଗୃହକୁ ସୂଚନା ଦେଇ ଆହୁରି ମଧ୍ୟ କହିଛନ୍ତି ଯେ 2024 ପୂର୍ବରୁ ରାଜ୍ୟରେ ପିଏମ୍ ଶ୍ରୀ ସ୍କୁଲ ନଥିଲା। ପରେ ପ୍ରାଥମିକ ପର୍ଯ୍ୟାୟରେ କେନ୍ଦ୍ର ସରକାର ରାଜ୍ୟକୁ 462ଟି ସ୍କୁଲ ଓଡ଼ିଶାକୁ ଦେଇଥିଲେ। ଏହାପରେ ରାଜ୍ୟ ସରକାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବା ପରେ ଅତିରିକ୍ତ 300 ସ୍କୁଲ ଓଡ଼ିଶାକୁ ମିଳିଛି। ଅପରପକ୍ଷେ 20ରୁ କମ୍ ପିଲା ଥିବାରୁ ଅତୀତରେ ବନ୍ଦ କରାଯାଇଥିବା 40ଟି ସ୍କୁଲକୁ ସରକାର ପୁଣି ଥରେ ଖୋଲିଛନ୍ତି। ଆଉ 4ଟି ସ୍କୁଲ ଖୋଲିବା ପରେ ସରକାର ବିଚାର କରୁଛନ୍ତି। ରାଜ୍ୟରେ 1,83,216 ଛାତ୍ରଛାତ୍ରୀ ଡ୍ରପ୍ ଆଉଟ୍ ଥିଲେ। 60,729 ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଫେରାଇ ଅଣାଯାଇଛି। ଗୃହରେ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ଖବର ଏଣିକି ଛାତ୍ରଛାତ୍ରୀ ଥିବା ସ୍କୁଲ ଖୋଲିବ ନାହିଁ। ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ରାଜ୍ୟରେ 20 କିମ୍ବା ତାଠାରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକୁ ପୁନଃ ଖୋଲାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ଗୁରୁବାର ସ୍ପଷ୍ଟ କରିଛନ୍ତି। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। କହିଛନ୍ତି ଯେ ପୂର୍ବରୁ ରାଜ୍ୟରେ ଯେଉଁ ସରକାର ଥିଲେ ସେମାନେ 20ରୁ ଅଧିକ ଛାତ୍ରଛାତ୍ରୀ ଥିବା ଅନେକ ବିଦ୍ୟାଳୟକୁ ବନ୍ଦ କରିଦେଇଥିଲେ। ମାତ୍ର ବର୍ତ୍ତମାନର ସରକାର ଗଠନ ହେବା ପରେ ସେହିଭଳି ବନ୍ଦ ହୋଇଯାଇଥିବା 40ଟି ସ୍କୁଲକୁ ପୁଣି ଖୋଲି ସାରିଲେଣି। ବିଦ୍ୟାଳୟ ଖୋଲିବା ନୀତି ବିଷୟରେ ମନ୍ତ୍ରୀ କହିଥିଲେ ଯେ ଜିଲ୍ଲାସ୍ତରୀୟ କମିଟିଠାରୁ ନିବେଦନ ଆସିବା ପରେ ରାଜ୍ୟ ସରକାର ସେହି ନିବେଦନ ଗୁଡ଼ିକୁ ବିଚାର କରି ବିଦ୍ୟାଳୟ ଖୋଲିବା ପାଇଁ ନେଉଛନ୍ତି। ଖବର ଡିସେମ୍ବର 1ରୁ ବଦଳିବ ନିୟମ। କାର୍ଡଠାରୁ ଏଲ୍ପିଜି ପର୍ଯ୍ୟନ୍ତ ଏସବୁ କ୍ଷେତ୍ରରେ ସବୁ ଲାଗୁ ହେବ ନୂଆ ନିୟମ। ନିୟମରେ ସବୁ ପରିବର୍ତ୍ତନ ହେଉଛି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ପିଏସ୍ ବାଛିବାର ଶେଷ ତାରିଖ ନଭେମ୍ବର 30 ରଖିଛନ୍ତି। ଏଲ୍ପିଜି ମୂଲ୍ୟ ପ୍ରତି ମାସରେ ସ୍ଥିର କରାଯାଏ। ନଭେମ୍ବର ମୂଲ୍ୟ ହ୍ରାସ ପରେ ନୂତନ ମୂଲ୍ୟ ଡିସେମ୍ବର 1ରୁ କାର୍ଯ୍ୟକାରୀ ହେବ। ପେନ୍ସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ଶେଷ ତାରିଖ ନଭେମ୍ବର 30 ରହିଛି। ଏହି ତାରିଖ ପରେ ଜୀବନ ପ୍ରମାଣପତ୍ର ଗ୍ରହଣ କରାଯିବ ନାହିଁ ଯାହା ପେନ୍ସନ ଦେୟର ବାଧା ସୃଷ୍ଟି କରିପାରେ। ଫର୍ମ ସିଇଏ ଦାଖଲ କରିବାର ଶେଷ ତାରିଖ ନଭେମ୍ବର 30 ତାରିଖ। ଧାରା 92(ଇ) ଅନୁଯାୟୀ ରିପୋର୍ଟ ଦାଖଲ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହା ଶେଷ ତାରିଖ। ସମ୍ପୃକ୍ତ କରଦାତାଙ୍କ ପାଇଁ ଆଇଟିଆର୍ ଦାଖଲ କରିବାର ଶେଷ ତାରିଖ ମଧ୍ୟ ନଭେମ୍ବର 30 ତାରିଖ। ସବୁ ମାସ ପରି ନୂତନ ଏଲ୍ଏନ୍ଜି, ସିଏନ୍ଜି ଏବଂ ବିମାନ ଇନ୍ଧନ ଡିସେମ୍ବର 1ରୁ ଲାଗୁ ହେବ। ତୈଳ କମ୍ପାନୀଗୁଡ଼ିକ ଦ୍ୱାରା ସଂଶୋଧନ ଉପରେ ନିର୍ଭର କରି ଏଠାରେ ପରିବର୍ତ୍ତନ ମଧ୍ୟ ଦେଖାଯାଇପାରେ। ପରବର୍ତ୍ତୀ ଖବର ପାଣିଠାରୁ ବି ଶସ୍ତା ହେବ ପେଟ୍ରୋଲ ଡିଜେଲ। 1 ଟଙ୍କାରୁ କମ୍ ରହିବ 1 ଲିଟର ମୂଲ୍ୟ ଭୟଙ୍କର ଭବିଷ୍ୟବାଣୀ। ରିପୋର୍ଟରେ କୁହାଯାଇଛି ଯେ ନିକଟ ଭବିଷ୍ୟତରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ପାଣି ବୋତଲର ମୂଲ୍ୟଠାରୁ ବି ତଳକୁ ଖସିପାରେ। ଜିପି ମର୍ଗାନ ଅନୁଯାୟୀ
ମାର୍ଚ୍ଚ 2027 ସୁଦ୍ଧା ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପ୍ରତି $30ରୁ ଖସିପାରେ। ଯଦି ଏହି ମୂଲ୍ୟକୁ ପ୍ରତି ଡଲାର ପ୍ରାୟ 90 ଟଙ୍କା ବିନିମୟ ହାରରେ ଭାରତୀୟ ଟଙ୍କାରେ ପରିଣତ କରାଯାଏ, ତେବେ ଏକ ବ୍ୟାରେଲର ମୂଲ୍ୟ ପ୍ରାୟ 2,850 ଟଙ୍କା ହେବ। 2025 ମସିହାରେ ବିଶ୍ୱ ତୈଳ ଚାହିଦା ପ୍ରତିଦିନ 0.9 ନିୟୁତ ବ୍ୟାରେଲ ବୃଦ୍ଧି କରିବାର ସମ୍ଭାବନା ରହିଛି। 2026 ମସିହାରେ ଅଭିବୃଦ୍ଧି ସ୍ଥିର ରହିବ ଏବଂ 2027 ମସିହାରେ ଏହା 1.2 ହୋଇପାରେ ବୋଲି ଆକଳନ କରାଯାଇଛି। ଜେ.ପି. ମର୍ଗାନ ଆକଳନ କରୁଛି ଯେ 2025 ଏବଂ 2026 ମସିହାରେ ଯୋଗାଣ ଚାହିଦା ତୁଳନାରେ ପ୍ରାୟ 3 ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇବ। ପ୍ରତି ଖବର ଆଉ ମାତ୍ର 4 ଦିନ। ନଭେମ୍ବର ସୁଦ୍ଧା ସାରି ଦିଅନ୍ତୁ ଏହି 4ଟି କାମ, ନଚେତ୍ ମିଳିବନି ପେନ୍ସନ୍। ଲକ୍ଷ ଲକ୍ଷ ପେନ୍ସନଭୋଗୀ ସରକାରୀ କର୍ମଚାରୀ, ଟ୍ୟାକ୍ସ ପେୟର୍ସ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏହି କମ୍ ସମୟ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବା ଅତ୍ୟନ୍ତ ଜରୁରୀ। ପେନ୍ସନଭୋଗୀମାନଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ। ଶେଷ ତାରିଖ ନଭେମ୍ବର। ଯଦି ପ୍ରମାଣପତ୍ର ନିର୍ଦ୍ଧାରିତ ତାରିଖ ସୁଦ୍ଧା ଦାଖଲ ନ ହୁଏ, ତେବେ ପରବର୍ତ୍ତୀ ମାସରୁ ପେନ୍ସନ୍ ବନ୍ଦ ହୋଇପାରେ। 80 ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ପେନ୍ସନଭୋଗୀଙ୍କୁ ଏହି ପ୍ରକ୍ରିୟାକୁ ଆରାମରେ ସମାପ୍ତ କରିବା ପାଇଁ 1 ଅକ୍ଟୋବରରୁ 30 ନଭେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୟୁପିଏସରେ ଯୋଗଦାନ କରିବାର ଶେଷ ତାରିଖ 30 ନଭେମ୍ବର 2025 ସ୍ଥିର କରାଯାଇଛି। ଏହି ଯୋଜନା ଅଧୀନରେ କର୍ମଚାରୀମାନଙ୍କୁ ସେମାନଙ୍କର ମୂଳ ଦରମାର 10% ଏବଂ ଡିଏ କରିବାକୁ ପଡ଼ିବ। ଯେତେବେଳେ ସରକାର 11.5% ରାଶି ଯୋଡ଼ାନ୍ତି, ବ୍ୟବସ୍ଥା ପୁରୁଣା ପେନ୍ସନ ବ୍ୟବସ୍ଥାଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଯେଉଁଠାରେ କର୍ମଚାରୀମାନେ କୌଣସି ଅବଦାନ ବିନା ସେମାନଙ୍କର ଶେଷ ମୂଳ ଦରମାର ବା ପାଉଥିଲେ।